ସାମ୍ବାଦିକ ସଂଘ କାର୍ଯ୍ୟାଳୟ ପରିସରରୁ 2 ବିଷଧର ସାପ ଉଦ୍ଧାର। ଖଣ୍ଡପଡ଼ା ସହର ବାଇପାସ ରାସ୍ତା ପାର୍ଶ୍ୱରେ ଅବସ୍ଥିତ ଆଞ୍ଚଳିକ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ପରିସରରୁ ଖଳିସାହି ଅଞ୍ଚଳର ସ୍ନେକ୍ ହେଲ୍ପଲାଇନ୍ ମୁନା ପରିଡ଼ାଙ୍କ ଦ୍ୱାରା 2ଟି ବିଷଧର ସାପ ଶୁକ୍ରବାର ଉଦ୍ଧାର କରାଯାଇଛି। ବିଷଧର ସାପ ଅହିରାଜ ଆଉ ଏକ ସାପକୁ ଗିଳୁଥିବା ବେଳେ ସାମ୍ବାଦିକମାନଙ୍କ ନଜରକୁ ଆସିଥିଲା। ପରେ ସ୍ନେକ୍ ହେଲ୍ପଲାଇନ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଖବର ପାଇ ସ୍ନେକ୍ ହେଲ୍ପଲାଇନ୍ର ମୁନା ଓ ତାର 2 ସହଯୋଗୀ ସନ୍ତୋଷ ପାତ୍ର ଓ କାଳିଆ ଦାସ ଘଟଣାସ୍ଥଳରେ ପହଞ୍ଚି ସାପ 2ଟିକୁ ଉଦ୍ଧାର କରିଥିଲେ। ସାନ ସାପଟି ତମ୍ବା ମୁଣ୍ଡିଆର ଶରୀରରେ ସାମାନ୍ୟ କ୍ଷତ ସୃଷ୍ଟି ହୋଇଥିବାରୁ ତାର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ସାପ 2ଟିକୁ ଜନବସତି ଠାରୁ ବହୁ ଦୂରରେ ଘଞ୍ଚ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ସୁରକ୍ଷିତ ଅବସ୍ଥାରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି। ବିଷଧର ସାପ 2ଟିକୁ ଦେଖିବା ପାଇଁ ସଂଘ କାର୍ଯ୍ୟାଳୟ ପରିସରରେ ଜନସାଧାରଣଙ୍କ ଭିଡ଼ ଜମିଥିଲା। ଶିବନାରାୟଣ ଦାସଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା।